अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। परम प्रेममय श्री श्री ठाकुर ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ଆଜିର ଅନୁଭୂତିରେ ଆମେ ଏମିତି କିଛି କଥା ଶୁଣିବା ଯେଉଁଥିରେ କି ଆପଣ ଜାଣିପାରିବେ ଠାକୁର ଆପଣଙ୍କ ସହିତ କେତେ ମାତ୍ରାରେ ଅଛନ୍ତି, କେଉଁ କେଉଁ ସମୟରେ ଠାକୁର ଆପଣଙ୍କ ପାଖରେ ରହିଛନ୍ତି। ତ ଚାଲନ୍ତୁ ତାହେଲେ ଆଜିର ଅନୁଭୂତିକୁ ଶୁଣିବା, ଆଜିର ଘଟଣା ଦେଖିବା। ଠାକୁରଙ୍କର ଅନୁଭୂତି। ଜଣେ ଭାଇଙ୍କର ଗଭୀର ବିଶ୍ୱାସ କ'ଣ? ଚାଲନ୍ତୁ ଶୁଣିବା। ଜଣେ ଭାଇ ଥିଲେ, ତାଙ୍କର ଫ୍ୟାମିଲି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଘୋର ବିରୋଧୀ ଥିଲେ। ମାନେ ସେ ଭାଇ ଜଣଙ୍କ ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷା ନେଇଥାନ୍ତି ଠାକୁରଙ୍କର, କିନ୍ତୁ ତାଙ୍କ ଫ୍ୟାମିଲିର ଜଣେ କୂଳଗୁରୁ ଥାନ୍ତି। କୂଳଗୁରୁମାନେ ଆପଣମାନେ ବୁଝିପାରୁଥିବେ, ପ୍ରତ୍ୟେକ ଘରର କେହି ନା କେହି ବ୍ରାହ୍ମଣ ଥାନ୍ତି, ଗୁରୁ ଯାହାକୁ ଆମେ କୁହନ୍ତି ଯାହାଙ୍କୁ। ତ ତାଙ୍କର ସେମିତି ତାଙ୍କ କୂଳର ଗୋଟେ ପରମ୍ପରା ପିଢ଼ି ପରେ ପିଢ଼ି ଚାଲି ଆସିଛି ଯେ ସିଏ କୂଳଗୁରୁ ହିସାବରେ ରହିଆସିଛନ୍ତି। ତାଙ୍କୁ ଏମାନେ ପୂଜା ଅର୍ଚ୍ଚନା କରନ୍ତି, ତାଙ୍କୁ ମାନେ ଭୋଗରାଗ ଦିଅନ୍ତି, ଦକ୍ଷିଣା ଦିଅନ୍ତି, ଘରକୁ ଡାକନ୍ତି ଆଉ ତାଙ୍କରି ସେବା କରନ୍ତି। ଅନୁକୂଳ ଚନ୍ଦ୍ର କିଏ, ସିଏ ମାନେ କିଏ କ'ଣ ସେ କେବେ ଜାଣିବାକୁ ଚେଷ୍ଟା ବି କରିନାହାନ୍ତି। କିନ୍ତୁ ଏ ଭାଇ ଜଣଙ୍କ ତାଙ୍କ ଫ୍ୟାମିଲିରେ ରହିକି ବି ପ୍ରତି ମାସକୁ ଥରେ ଲେଖା ଶ୍ରୀ ଶ୍ରୀ ଠାକୁରଙ୍କର ସତ୍ସଙ୍ଗ କରନ୍ତି। ମାନେ ପ୍ରତି ମାସରେ ଥରେ ଲେଖା ବର୍ଷକୁ 12 ଥର ଠାକୁରଙ୍କର ସେ ସତ୍ସଙ୍ଗ ଦିଅନ୍ତି। କିନ୍ତୁ ଏସବୁ ଦେଖିକି ତାଙ୍କ ଘର ଲୋକ ପ୍ରବଳ ବିରକ୍ତି ପ୍ରକାଶ କରନ୍ତି, ବିରକ୍ତି ଭାବ ଦେଖାନ୍ତି ଯେ ସେମାନେ ତାଙ୍କ କୂଳଗୁରୁଙ୍କର ଦୀକ୍ଷିତ ହେଇକି ବି, କୂଳଗୁରୁଙ୍କ ଦୀକ୍ଷା ନେଇକି ବି ଏ ଭାଇ ଜଣଙ୍କ ଆଉ ଜଣଙ୍କୁ ପୂଜା କରୁଛି। ଦିନକର ଘଟଣା, ଏ ଭାଇଙ୍କୁ ତାଙ୍କ ଫ୍ୟାମିଲି ବୁଝାନ୍ତି, କହନ୍ତି ତୁ କାହାକୁ ନାହିଁ କାହାକୁ ସବୁ ତ ଗୁରୁ କରିଦେଉଛୁ। ଆମ ଫ୍ୟାମିଲିର କୂଳଗୁରୁ ଅଛନ୍ତି, ଆମ କୂଳଗୁରୁ ଦେଖ କେତେ ଦୟାଳୁ, ସାଧୁ, ସନ୍ଥ, ମହାରାଜ। ତାଙ୍କୁ ନ ମାନି ତୁ ଏ କାହା ଫଟୋ ନାହିଁ କାହା ଫଟୋ ଆଣିକି ପୂଜା କରୁଛୁ, ତାଙ୍କ ଦୀକ୍ଷା ନେଇକି ତାଙ୍କୁ ଗୁରୁ ବୋଲି ମାନୁଛୁ। ଇଏ କିଏ? ଠାକୁର ଜଣେ କ'ଣ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର, ଇଏ ପୁଣି କିଏ ଗୁରୁ କ'ଣ? ନା ନାହିଁ କିଛି ନାହିଁ, ୟାଙ୍କୁ ପୁଣି ଗୁରୁ କରି ତୁ ପୂଜା କରୁଛୁ। ଏମିତି ତୁ ତା କରି ବହୁତ ଖରାପ ଭାଷାରେ ଠାକୁରଙ୍କୁ ଗାଳି କରନ୍ତି। ସେଠି ସେ ଭାଇ ଜଣକ କୁହନ୍ତି ଆପଣ ଯେଉଁ ଗାଳି କରୁଛନ୍ତି, ଆପଣ ମୋତେ ପଛେ ଗାଳି ଦିଅନ୍ତୁ, ମୋତେ ପଛେ ମାରନ୍ତୁ, ଧକ୍କା ମାରି ଘରୁ ବାହାର କରିଦିଅନ୍ତୁ, କିନ୍ତୁ ମୋ ଠାକୁରଙ୍କୁ କିଛି କୁହନ୍ତୁନି। କାହିଁକିନା ମୋ ଗୁରୁଙ୍କ ଅପମାନ ହେଉଛି ମୋର ଅପମାନ। ଆଉ ଯେଉଁଠି ମୋ ଗୁରୁଙ୍କ ଅପମାନ ହେଉଛି ସେଠି ମୁଁ କେବେ ବି ରହିପାରିବିନି। ନା ଯଦି ତୋର ଏତେ ଅସୁବିଧା, ଘର ଲୋକ ତା ବଡ଼ ଭାଇ ଯିଏ କୁହନ୍ତି, ଯଦି ତୋର ଏତେ ଅସୁବିଧା ତାହେଲେ ତୁ ପଳା, ତୁ ଘର ଛାଡ଼ିକି ପଳା, ଘର ବାହାରେ ରହିବୁ। ତୋ ଛାଇ ଯେମିତି ଆମ ଉପରେ ନ ପଡ଼େ। ତୁ ଆମ କୂଳଗୁରୁଙ୍କର ଦୀକ୍ଷା ନ ନେଇ ତାଙ୍କୁ ଆମ ଧର୍ମ ନଷ୍ଟ କରୁଛୁ, ଆଉ ଗୋଟେ କାହାକୁ ନେଇ କାହାକୁ ଆଣିକି ଗୁରୁ କରୁଛୁ, ତା ଫଟୋ ଆଣି ପୂଜା କରୁଛୁ। ତୋ ଛାଇ ଯେମିତି ଏଠି ନ ପଡ଼େ, ଆମ ଉପରେ ପଡ଼ିଲେ ଆମେ ଅପବିତ୍ର ହେଇଯିବୁ। ତୁ ବାହାରେ ରହିବୁ, ଆଜିଠାରୁ ଆମ ଘରଠାରୁ ଦୂରେଇକି ରହିବୁ। ସେଇଠୁ ସେ ଭାଇ ଜଣଙ୍କ ସେୟା କରନ୍ତି। ଘରଠାରୁ କିଛି ଦୂରରେ ଅଳ୍ପ କିଛି ତାଙ୍କର ଯେତିକି ସମ୍ବଳ ସେତିକିରେ ଘର ଖଣ୍ଡେ କରନ୍ତି, ସେଠି ସେ ରୁହନ୍ତି, ଏକଲା ରୁହନ୍ତି। ସିଏ ଏକଲା ରହିକି ବି ସେଠି ବି ତାଙ୍କର ଯେତିକି ସାକ୍ଷ୍ୟମତେ ଠାକୁରଙ୍କର ପୂଜା କରନ୍ତି, ସତ୍ସଙ୍ଗ କରନ୍ତି, ସବୁ ଗୁରୁ ଭାଇଙ୍କୁ ଡାକନ୍ତି, ତାଙ୍କ ସହିତ ସଦ୍ଭାବନା ରଖନ୍ତି। ଏତେକ ସବୁ ଦେଖିକି ଘର ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି। ସିଏ ବହୁତ ବିରକ୍ତି ତାଙ୍କୁ ଲାଗେ ଯେ ଇଏ କାହାର ନାହିଁ କାହାର ଗୋଟେ ଆମ ଘର ପିଲା ହେଇକି, ଆମ ଘର ଲୋକ ହିଁ ଆମ ଗୁରୁଙ୍କୁ ମାନୁନି। ସେ ବହୁତ ଚିଡ଼ଚିଡ଼ ହୁଅନ୍ତି। ଦିନକର ଘଟଣା, ତାଙ୍କ ଘରକୁ କୂଳଗୁରୁ ଆସିଥାନ୍ତି। କୂଳଗୁରୁ ଆସିଛନ୍ତି, ଏମାନେ ସବୁ ତାଙ୍କ ପାଦ ଧୋଇ ଦେଇ, ପାଦ ଦୋକ ପିଇ, ମାନେ ପୂଜା କରି, ଫୁଲ ଚନ୍ଦନ ସବୁ ଦେଇ ତାଙ୍କ ପାଦ ପୂଜା କରନ୍ତି, ଖାଇବାକୁ ଦିଅନ୍ତି, ଭୋଗରାଗ ଦିଅନ୍ତି, ପ୍ରଣାମ କରି ଦକ୍ଷିଣା ଦେଇକି ବିଦା ହୁଅନ୍ତି, ସେମାନଙ୍କୁ ବିଦା କରନ୍ତି, ଗୁରୁଙ୍କୁ ବିଦା କରନ୍ତି। ତାପରେ ହଠାତ୍ ଏ ଭାଇଙ୍କର ସହିତ ତାଙ୍କର ଦେଖା ହେଇଯାଏ ବାଟରେ ଯାଉଥିଲା ସମୟରେ। ଘର ଲୋକ କହୁଛନ୍ତି ହେ ଦେଖରେ, ତୁ କେଉଁ ଠାକୁର ଦୀକ୍ଷା ନେଇଛୁ, କେଉଁ ଗୁରୁ? ତୁ କହୁଥିଲୁ ତ କ'ଣ ତ ତା ନାଁଟା କହୁଥିଲୁ, ଅନୁକୂଳ ଚନ୍ଦ୍ର କେଉଁ ଗୁରୁ ଜଣେ ତା ନାଁ କହୁଥିଲୁ। ଦେଖେ ଆମ କୂଳଗୁରୁ ବର୍ଷକୁ 3 ଥର ଆମ ଘରକୁ ଆସୁଛନ୍ତି। ତୁ ତ ଦୀକ୍ଷା ନେଲୁଣି କେଉଁ କାଳରୁ, ଆମେ ଦେଖି ଆସୁଛୁ ତୁ କେଉଁ କାଳରୁ ଦୀକ୍ଷା ନେଇକି ଠାକୁରଙ୍କର ସତ୍ସଙ୍ଗ କର, ପୂଜା କର, ଏଇଟା କର ସେଇଟା କର କରୁଛୁ, କାହିଁ ତୋ ଗୁରୁ ତ ତୋ ଘରକୁ ଦିନେ ଆସିଲେନି। ଏଇ ଗୋଟିକ କଥା, ଯେ ତୋ ଗୁରୁ ତୋ ଘରକୁ ତ ଦିନେ ଆସିନାହାନ୍ତି, ଏଇ ଗୋଟିକ କଥା ସେ ଭାଇଙ୍କୁ ବହୁତ କଷ୍ଟ ଦିଏ। ଏଇ ଗୋଟିଏ କଥା ଯେ ତୋ ଗୁରୁ ତ ତୋ ଘରକୁ କାହିଁ ଦିନେ ଆସିଲେନି, ଦେଖେ ଆମ ଗୁରୁ 3 ଥର ବର୍ଷକୁ ଆସୁଛନ୍ତି। ସେ ଭାଇ ଜଣଙ୍କ ମନ ଦୁଃଖରେ ଯାଆନ୍ତି, ମାନେ ତାଙ୍କ ଘରକୁ ଯାଆନ୍ତି, ଠାକୁରଙ୍କ ଫଟୋ ତଳେ ବସିଯାଆନ୍ତି କି ଭୋ ଭୋଇ କାନ୍ଦନ୍ତି ସେ ଠାକୁରଙ୍କ ସାମ୍ନାରେ। କୁହନ୍ତି ଆଉ ଠାକୁର ଆପଣଙ୍କ ଅଭିମାନ ଭରା କଣ୍ଠରେ କହୁଛନ୍ତି ଆପଣ ତ ଦିନେ ମୋ ଘରକୁ ଆସିଲେନି। ସେମାନେ ଯାହା କହୁଛନ୍ତି ଠିକ୍ କହୁଛନ୍ତି। ହେଇ ଆଜି କୂଳଗୁରୁ ଆସିଥିଲେ ଆମ ଘରକୁ, ମୁଁ ତାଙ୍କୁ ଛାଡ଼ିକି ଆପଣଙ୍କୁ ଧରିଲି, କାହିଁ ଆପଣ ତ ଦିନେ ବି ମୋ ଘରକୁ ଆସିଲେନି। ମୁଁ ଆପଣଙ୍କର ଏତେ କାମ କରୁଛି, ଏତେ ସବୁ କରୁଛି, ସତ୍ସଙ୍ଗ କରୁଛି, ସିଏ ସବୁ ଗୁରୁ ଭାଇଙ୍କୁ ସମ୍ମାନ ଦେଉଛି, ସବୁ କରୁଛି, ଆପଣ କାହିଁ ଆପଣଙ୍କ ମୋତେ ଭଲ ପାଆନ୍ତିନି, ଆପଣ ମୋ ପାଖକୁ ଦିନେ ବି ଆସିନାହାନ୍ତି। ତ ଏସବୁ କଥା କୁହନ୍ତି, ଏସବୁ କ୍ୱେଶ୍ଚିନ୍ କରନ୍ତି। ଏସବୁ କ୍ୱେଶ୍ଚିନ୍ କଲା ପରେ ଶ୍ରୀ ଶ୍ରୀ ଠାକୁର ସେଠି ତାଙ୍କୁ ହଠାତ୍ ଆସିକି ତାଙ୍କୁ ଦେଖା ଦେଉଛନ୍ତି। ଠାକୁର କହୁଛନ୍ତି ଏଇ ଶୁଣୁ, ମୁଁ ତ ଘରକୁ ଆସିନି,
ଏ ଭାଇ କହୁଛନ୍ତି ଆପଣ କେତେବେଳେ ଆସିଲେ? ଆପଣ ତ ଆସିନାହାନ୍ତି ମୋ ଘରକୁ କେବେ ବି, ଥରୁଟେ ବି ଆସିଲେନି ଆପଣ ମୋ ଘରକୁ। ଏମିତି ରାଗିକି କହୁଛନ୍ତି। ଠାକୁର କହୁଛନ୍ତି ତୁ ଏଇ ପୂର୍ବ ମାସରେ ଯେଉଁ ସତ୍ସଙ୍ଗ କରିଥିଲୁ, ମିଠା ଭୋଗ କରିଥିଲୁ ନା? ମିଠା ସବୁ ଭୋଗ କରିଥିଲୁ, ମୁଁ ଖାଇଛି, ବହୁତ ବଢ଼ିଆ ଲାଗିଲା ମୋତେ। ଆଉ ଇଏ ଭାଇ ଜଣକ ଆଶ୍ଚର୍ଯ୍ୟ ଅନେଇଛନ୍ତି। ତାପରେ ପୁଣି ଠାକୁର କହୁଛନ୍ତି ତୁ ଏଇ ଯେଉଁ ଗତ ଶୁକ୍ରବାର ଯେଉଁ ସତ୍ସଙ୍ଗଟା କଲୁ ଏଇ ମାସରେ, ପଇଡ଼ ଭୋଗ କରିଥିଲୁ ନା ମୋ ପାଖରେ? ପଇଡ଼ ପାଣି ମୋତେ ପିଇବାକୁ ଦେଇଥିଲୁ, ପଇଡ଼ ଭୋଗ କରିଥିଲୁ। କିନ୍ତୁ ପଇଡ଼ଟା ଯଦି ଗ୍ଲାସ୍ରେ ଓଜାଡ଼ିକି ଦେଇଥାନ୍ତୁ ମୁଁ ପିଇ ଦେଇ ଆସିଥାନ୍ତି। ତୁ ପଇଡ଼ ଭିତରେ ପାଣି ଥିଲା, ପଇଡ଼ ଛଡ଼େଇନୁ, ସେମିତି ଦେଇଦେଇଛୁ। ମୁଁ ପିଇ ପାରିଲିନି, ମୋର ବହୁତ ଆଶା ଥିଲା। ମୁଁ ବହୁତ ଆଶା ନେଇକି ଯାଇଥିଲି ତୋ ଘରୁ ପ୍ରସାଦ ପାଇବି ବୋଲି, ହେଲେ ପିଇ ପାରିଲିନି, ଫେରିକି ଆସିଲି ମନ ଦୁଃଖରେ। ତୁ ମୋତେ ଦେଇପାରିଲୁନି। ସେ ଭାଇ ଜଣକ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଠାକୁର ସତରେ ଆପଣ ଏଠି ଉପସ୍ଥିତ ଥିଲେ ସତ୍ସଙ୍ଗରେ? ଠାକୁର କହିଲେ ହଁ, ମୁଁ ଏଇଠି ହିଁ ଥିଲି, ତୋରି ପାଖରେ, ତୋତେ ହିଁ ଦେଖୁଥିଲି। ସେମିତି ତୁ ନିଷ୍କପଟ ହେଇକି ତୁ କେମିତି ମୋର ସବୁ କାମ କରୁଛୁ, ମୁଁ ତୋରି ମୁହଁକୁ ସେମିତି ଚାହିଁ ରହିଥିଲି, ଅପଲକ ନୟନରେ ମୁଁ ତୋତେ ସେମିତି ଚାହିଁ ରହିଥିଲି। ଆଚ୍ଛା ମୋତେ ଗୋଟେ କଥା କହ, ତୁ ବର୍ଷକୁ ସତ୍ସଙ୍ଗ କରୁ? ମୋ ସତ୍ସଙ୍ଗ କରୁନା? ନା ହଁ। ନା କେତେ ଦିନ ସତ୍ସଙ୍ଗ କରୁ? ନା ଠାକୁର ପ୍ରତି ମାସରେ କରୁଛି। ନା ତୁ ଯେବେ ଯେବେ ସତ୍ସଙ୍ଗ କରୁ ମୁଁ ସେବେ ସେବେ ତୋ ଘରେ ଉପସ୍ଥିତ ଥାଏ। ତାମାନେ ତୁ ନିଜେ କହ, ମୁଁ ତ କୂଳଗୁରୁଙ୍କ ଭଳିଆ ତୋ ଘରକୁ ବର୍ଷକୁ 3 ଥର ଆସିବି ନା ବର୍ଷକୁ 12 ଥର ଆସିବାଟା ଭଲ? ସେ ଭାଇ ଜଣକ କାନ୍ଦି ପକାନ୍ତି, ଠାକୁରଙ୍କ ସାମ୍ନାରେ ଆଣ୍ଠୁ ମାଡ଼ି ବସି ପଡ଼ନ୍ତି। ଠାକୁରଙ୍କ ପାଦ ଧରି କୁହନ୍ତି ଠାକୁର ଆପଣ ବର୍ଷକୁ 12 ଥର ଆସନ୍ତୁ, 3 ଥର ଆସିଲେ ମୋ ମନ ଭରିବନି, ଆପଣ ବର୍ଷକୁ 12 ଥର ଆସନ୍ତୁ, ମୋତେ ଖୁସି ଲାଗିବ। ଠାକୁର କହିଲେ ହଉ ଶୁଣୁ ଆଉ ଗୋଟେ କଥା ଶୁଣୁ। ନା ଆଜ୍ଞା। ନା ତୁ ଇଷ୍ଟବୃତ୍ତି କରୁ? ଏ ଭାଇ କହୁଛନ୍ତି ହଁ ମୁଁ ଇଷ୍ଟବୃତ୍ତି ଠାକୁର କରେ, ମୁଁ ସବୁ ପ୍ରତ୍ୟହରୁ ଉଠି ଇଷ୍ଟବୃତ୍ତି କରେ, ନାମ ଧ୍ୟାନ କରେ। ନା ତୁ ଯେବେ ଯେବେ ଇଷ୍ଟବୃତ୍ତି କରୁ ମୁଁ ସେବେ ସେବେ ତୋ ପାଖରେ ଥାଏ। ନା ଠାକୁର କେମିତି ଅନେଇ ବସିଥାଏ, ତୁ କେବେ ଅର୍ଘ୍ୟ ଦେବୁ, ତୁ କେବେ ମୋତେ ଅର୍ଘ୍ୟ ଦେବୁ, ମୋ ହାତରେ ଓଜାଡ଼ି ଦେବୁ, ମୁଁ ନେଇକି ଯିବି ତୋ ଠାରୁ, ତୁ କେବେ ଅର୍ଘ୍ୟ ଦେବୁ। ତ ଆଜି ମୋତେ ଏସବୁ ଅନୁଭୂତି କହିଲା ବେଳକୁ ମୋତେ ଗୁଜ୍ ବମ୍ସ ଆସୁଛି। ତ ଆପଣମାନେ ଜାଣିପାରୁଥିବେ ଫିଲିଙ୍ଗସ୍ କ'ଣ, କେଉଁ ଟାଇପ୍ର ଫିଲ୍ ହୁଏ ଠାକୁରଙ୍କ କାହାଣୀ କହିଲା ବେଳେ। ତ ଠାକୁର କହୁଛନ୍ତି ଏଇ ଶୁଣୁ, ତୁ ଯେବେ ଯେବେ ଇଷ୍ଟବୃତ୍ତି କରୁନା ମୁଁ ସେବେ ସେବେ ତୋ ପାଖରେ ଥାଏ। ମୁଁ ସବୁବେଳେ ସକାଳେ ତୋ ଦୁଆରକୁ ଆସେ, ତୁ କିନ୍ତୁ ମୋତେ କେବେ ଫେରେଇନୁ। ସବୁବେଳେ ତୋ ଦୁଆରକୁ ଆସେ ଇଷ୍ଟବୃତ୍ତି ନେବା ପାଇଁ, ତୁ କ'ଣ ଅର୍ଘ୍ୟ ଦେଉଛୁ ନେବା ପାଇଁ, ସବୁବେଳେ ସକାଳୁ ଆସି ମୁଁ ତୋ ଦୁଆରେ ଥାଏ, ତୋ ଘରେ ଉପସ୍ଥିତ ହୁଏ, ତୁ କ'ଣ କେବେ ଜାଣିଛୁ? ସେ ଭାଇ ଆଶ୍ଚର୍ଯ୍ୟ ହୋଇ ପୁରା କାନ୍ଦ, ତାଙ୍କ ମୁହଁରୁ ପଦେ କଥା ବି କିଛି ସ୍ଫୁରଣ ହେଉନାହିଁ। ତାପରେ ପୁଣି ଠାକୁର କହୁଛନ୍ତି ଶୁଣୁ, ପୁଣି ଠାକୁର କୁହନ୍ତି ଶୁଣୁ, ତୁ ନାମ ଧ୍ୟାନ କରୁ? ନା ଆଜ୍ଞା ଠାକୁର ମୁଁ ନାମ କରେ, ହେଲେ ସାଂସାରିକ ଜୀବନ କାମରେ ବେଳେବେଳେ ଏତେ ବ୍ୟସ୍ତ ହୋଇଯାଏ ଯେ କିଛି ସମୟ, ଯେତିକି ସମୟ ପାଏ ସେଇ ସମୟରେ ବି ନାମ କରେ। ନା ତୁ ଯେବେ ଯେବେ ନାମ କରୁ ମୁଁ ସେବେ ସେବେ ତୋ ପାଖରେ ଥାଏ। ତୁ ଯେବେ ଯେବେ ନାମ କରୁ ମୁଁ ସେବେ ସେବେ ତୋ ପାଖରେ ଥାଏ। ତୁ ମୋତେ ନିଜେ କହ, ତୁ ଯଦି 24 ଘଣ୍ଟା ବି ନାମ କରୁଥିବୁ ମୁଁ 24 ଘଣ୍ଟା ବି ତୋ ପାଖରେ ଥିବି। ତୋ କୂଳଗୁରୁ, ସେ ଯେଉଁ କୂଳଗୁରୁ ସାଧୁ ସନ୍ଥ ମହାରାଜ, ତାଙ୍କ ଭଳିଆ ମୁଁ ବର୍ଷକୁ 3 ଥର ଆସିବା ଭଲ, ନା ତୋ ସାଙ୍ଗରେ ସବୁବେଳେ ରହିବା ଭଲ, ନା ତୋ ସାଙ୍ଗରେ ସବୁ ସମୟରେ ରହିବା ଭଲ? ତୁ ନିଜେ କହ, ତୁ କ'ଣ ଚାହୁଁ? ମୁଁ ବର୍ଷକୁ 1 2 ଥର 3 ଥର ଆସିଲେ ତୁ ଖୁସି, ନା ତୋ ସହିତ ସବୁବେଳେ ରହିଲେ ତୁ ଖୁସି? ତୁ କ'ଣ ଚାହୁଁଛୁ? ସେ ଭାଇ ଜଣକ ସେଇଠି ପୁରା କାନ୍ଦିକି ପୁରା ଆଶ୍ଚର୍ଯ୍ୟ ହେଇଯାନ୍ତି। ଠାକୁର ଆପଣ ମୋ ସହିତ ସବୁବେଳେ ରୁହନ୍ତୁ, ମୋର ଭୁଲ ହେଇଯାଇଛି, ଠାକୁର ମୋତେ କ୍ଷମା କରିଦିଅନ୍ତୁ, ମୁଁ ଜାଣିପାରିଲିନି, ଆପଣ ତ ପରମ ଦୟାଳୁ ଠାକୁର। ଆପଣଙ୍କର ଦୟା ଅସୀମ ଅପାର। ମୋ ଭଳିଆ ଗୋଟେ ବାହାରର ଲୋକ, ଯେ ସାଧାରଣ ଲୋକ, ମୁଁ କିଛି ବି ଜାଣିନି, ଆପଣଙ୍କୁ ଭୁଲ ବୁଝିଲେ, ଆପଣ ବି ମୋତେ କେତେ ଆଦର କରି ଆପଣ ମୋତେ କୋଳେଇ ନେଇଛନ୍ତି, ମୋତେ କ୍ଷମା କରିଦିଅନ୍ତୁ ଠାକୁର, ମୋର ଆପଣଙ୍କୁ ବୁଝିବାରେ ଭୁଲ ହେଇଯାଇଛି। ତ ଏଇଟା ଥିଲା ଆଜିର ଅନୁଭୂତି। ତ ହେ ଗୁରୁ ଭାଇମାନେ, ଗୁରୁ ମା' ମାନେ, ଆପଣଙ୍କୁ ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ, ସବୁ ଯେତେ ଲୋକ ଅଛନ୍ତି ଆପଣ ଠାକୁରଙ୍କୁ, ଶ୍ରୀ ଶ୍ରୀ ଠାକୁରଙ୍କୁ କେବେ ସନ୍ଦେହ କରିବେନି। କାହିଁକି ନା ଠାକୁର ସବୁ ସମୟରେ ଆମ ସାଙ୍ଗରେ ଅଛନ୍ତି। ଆମେ ଜାଣିପାରିବାନି, ସେ ସବୁ ମୁହୂର୍ତ୍ତରେ ଆମ ସାଙ୍ଗରେ ଥାଆନ୍ତି, ଆମେ କେବଳ ତାଙ୍କୁ ଦେଖି ହିଁ ପାରୁନା। ତାମାନେ କ'ଣ ଆମେ ଦେଖିପାରୁନୁ ବୋଲି ଠାକୁରଙ୍କର ଅସ୍ତିତ୍ୱ ନାହିଁ? ଠାକୁର ଅବଶ୍ୟ ଅଛନ୍ତି। ନ ହେଇଥିଲେ ଆପଣ ନିଜେ ବି ଜାଣିପାରୁଥିବେ ଆପଣଙ୍କ ଜୀବନରେ ସବୁବେଳେ କିଛି ନା କିଛି ଅନୁଭୂତି ଠାକୁରଙ୍କ ସହିତ ଜଡ଼ିତ ଥିବ। ଏସବୁ କେମିତି ଘଟୁଛି? ନ ଘଟୁଥିବା କଥା, ଯେଉଁଠି ଅସମ୍ଭବ କଥା ସମ୍ଭବ କିପରି ହେଉଛି? ଯଦି ଠାକୁର ଆମ ସାଙ୍ଗରେ ନାହାନ୍ତି, ତାଙ୍କ ଆଶୀର୍ବାଦ ଆମ ମୁଣ୍ଡ ଉପରେ ନାହିଁ, ତାହେଲେ ଏସବୁ କିପରି ହେଉଛି? ତ ସେଥିପାଇଁ ସମସ୍ତଙ୍କୁ ମୋର ଅନୁରୋଧ, ମୁଁ ହାତ ଯୋଡ଼ିକି ଅନୁରୋଧ କରୁଛି, ଶ୍ରୀ ଶ୍ରୀ ଠାକୁରଙ୍କୁ କେବେ ବି ଅବିଶ୍ୱାସ କରିବେନି, ଗଭୀର ବିଶ୍ୱାସ ହିଁ ରଖନ୍ତୁ। ଗଭୀର ବିଶ୍ୱାସରେ ହିଁ ଆପଣ ଉପରକୁ ଉଠିବେ। କେବେ ବି ସନ୍ଦେହ କରିବେନି କି ଠାକୁରଙ୍କୁ କିଛି ମାଗିବା ଆବଶ୍ୟକ ନାହିଁ। ଯେତେବେଳେ ସେ ଆମ ଗୁରୁ, ଆମେ ମାଗିବା କ'ଣ ଦରକାର? ସେ ଯାଚିକି ହିଁ ଦେବେ। ସମସ୍ତଙ୍କୁ ରାଆନନ୍ଦିତ। ଜୟ ଗୁରୁ।